লাইন কাটা আছে, ক্যামেরা ফ্যামেরা সব কেটে যাচ্ছে। এই চুড়ি। গাইস ওয়েলকম ব্যাক টু মাই চ্যানেল, দিস ইজ মাই বিজনেস ব্লগ। তো গাইজ ভিডিଓରେ ଆପଣ ପୁରା ଫାଷ୍ଟରୁ ଦେଖିବେ ଯେ ମୁଁ କେମିତି ଅନୁଗୁଳରୁ କେଉଁ ପରିସ୍ଥିତି ଦୋକାନ ଛାଡ଼ିକି ଆସିଥିଲି। ଆଜି ପଳେଇବି ତ ମୁଁ ଆକୁ ବହୁତ ଥର ପଚାରି ସାରିଲାଣି, ତ ମୁଁ ଏବେ ପଚାରି ଗୋଟେ ମୋତେ ମିସ୍ କରିବି। ବାହାରି ସାରିଲୁଣୁ, ପଛରେ ପୁରା ଜିନିଷ ପୁରା ଲୋଡ୍ ଅଛି ଦେଖନ୍ତୁ, ଆଉ ଟୋଟାଲ ମୁଡ୍ ଅଫ୍ କରିବା ନାହିଁ। ହଉ ଠିକ୍ ଅଛି, ବାଏ ଅନୁଗୁଳ ବାଏ। ଏଇ ଯେଉଁ ରାସ୍ତାଟା ମନ୍ଦିର, ଆମ ସତ୍ସଙ୍ଗ ମନ୍ଦିର, ତ ଏଇଟା ଆକ୍ଚୁଆଲି ନୂଆ ରାସ୍ତା ହେଇଛି। ଏବେ ଘରୁ ଲଙ୍ଗ ଡ୍ରାଇଭ୍ ପାଇଁ ବାହାରିବା ଉଚିତ ନୁହଁ, କି ଭୋରରେ ବି ନୁହଁ, ପୁରା ଆରାମସେ ନିଦ ଫିଦ ପୁରା କରିକି ତାପରେ ବାହାରିବାଟା ବହୁତ ବେଷ୍ଟ। ଭାବୁଛି ବୋଧେ ରାସ୍ତା ସାଇଡ଼ରେ କୋଉଠି ଗୋଟେ ଗାଡ଼ିଟା ରଖିଦେବି, ରଖିକି ଅଧଘଣ୍ଟା ଖଣ୍ଡେ ଶୋଇପଡ଼ିବି। ଆମ ହିନ୍ଦୁ ସଂସ୍କୃତିରେ ଏକ ନୂତନ କାର୍ଯ୍ୟ ଆରମ୍ଭ କରିବା ଆଗରୁ ଏକ ଯଜ୍ଞର ଆୟୋଜନ କରାହୁଏ। ତ ସେଇ ଆୟୋଜନ ଆମର ଏଠି ବି ହେଉଛି। ମୁଁ ଏବେ ଚାଲିଲି କଟକ ଆମ ଦୋକାନ ପାଇଁ କିଛି ମାଲ କିଣିବା ପାଇଁ। ତ ଏଇଟା ହେଉଛି ଆମ କଟକର ଏକ ଦୋକାନ। ସେଇଠୁ କିଛି ଜିନିଷପତ୍ର କିଣା କଟା ପରେ ଆମେ ରିଟର୍ଣ୍ଣ କରିବୁ ଭିଲେଜ ଆଡ଼େ। କଟକରେ ସପିଂ କରିବା ପାଇଁ। ସପିଂଟା ଦେଖନ୍ତୁ, ଗାଡ଼ିରେ ଏତେ ମାଲ ପଶିଛି, ମୁଁ କେବେ ବିଲିଭ୍ କରିପାରୁନଥିଲି ଯେ ଏତେ ମାଲ ଗାଡ଼ିରେ ପଶି ଫେରିବ ବୋଲି। ଟ୍ରକ୍ ଭଳିଆ ମାଲ ପଶିଛି। ଆଉ ଆମେ ଭାବିଥିଲୁ କାଲି କିଛି ମାଲ ବସ୍ରେ ପଠେଇଦେବେ, ସେ ନା ନା ସବୁ ମାଲ ପଳେଇବ, କିଛି ଚିନ୍ତା କରନ୍ତୁନି, ପୁରେଇଦେଲେ। ଆଉ ଏବେ ଆମେ 3 ଜଣ ମିଶିକି ଦୋକାନକୁ ସଜାସଜିରେ ଲାଗିଛୁ। ଆଜି ଆମର ଦୋକାନର ଫିତା କଟା ହେବ, ଦେନ୍ ଗୋଟେ ସତ୍ସଙ୍ଗର ଆୟୋଜନ କରାଯାଇଛି। ଦେଖନ୍ତୁ କେମିତି କ'ଣ କରାହେଉଛି। ଏହା ସହିତ ଆମ ଦୋକାନରେ କ୍ୟାମେରା ବି ଫିଟିଂ ହେବ, ଆଉ କାଚ ବି ଫିଟିଂ ହେବ। ଦେଖନ୍ତୁ କେମିତି ଲାଗୁଛି। ସୁନ୍ଦରତା ମିଳିବ ଏଠି ଯାହା ପିନ୍ଧିବେ ଆପଣ, ମନରୁ ଆପଣ ହେବେ ନାହିଁ। କରିବେ ଆପଣଙ୍କ ଜୀବନ ସବୁରୁ ସ୍ୱତନ୍ତ୍ର। ନୂତନ ଆରମ୍ଭରେ ଆମେ ଆମ ଇଷ୍ଟ ଦେବତାଙ୍କୁ ସ୍ମରଣ କରି ଏକ ସତ୍ସଙ୍ଗର ଆୟୋଜନ କରୁ। ତ ସେଇ ସତ୍ସଙ୍ଗରେ ସେଦିନ ଯୋଗ ଦେଇଥିଲେ ବହୁତ ଲୋକ ଏବଂ ଆନନ୍ଦ ବଜାର ଗ୍ରହଣ କରିଥିଲେ। ଆମ ଗ୍ରାମର ବହୁତ ଭକ୍ତଗଣ, ମାତୃଗଣ, ଭାଇ ଭଉଣୀ, ପିତୃଗଣ ସମସ୍ତେ ଆମକୁ ବହୁତ ଆନନ୍ଦିତ ଅନୁଭବ ହୋଇଥିଲା ସେଇଦିନ। ଭିଲେଜରେ ମାନେ ଯଦି ଅନୁଗୁଳରେ ଥିଲୁ, ଯେଉଁ ରିଜିନ୍ରେ ଆମ ସପ୍ ଛାଡ଼ିଥିଲୁ, ତା ତ ବହୁତ ଗୁଡ଼ା ରିଜିନ୍ ଥିଲା। ତା ଭିତରେ ଗୋଟେ ରିଜିନ୍ ଥିଲା, ସେଠି ଏତେ ସେଲ୍ ହେଉନଥିଲା ଆମ ସପ୍ରେ, ହୋଲସେଲିଂ ନୁହଁ ରିଟେଲିଂରେ। ଏଇଠି ତାର ଅପୋଜିଟ୍, ଓପନିଂ କରୁ କରୁ ଦିଲ ଖୁଶ କରିଦିଆ। ହେ ଗାଇସ୍, ତ ଏଇଠି ଏଣ୍ଡିଂ କରୁଛି ଆମର ଭିଡ଼ିଓକୁ। ଆଉ ବହୁତ ମସ୍ତ ଲାଗିଲା ସେଇ ସପ୍ ଛାଡ଼ିକି ଏଇ ସପ୍ରେ ଆସିବାକୁ। ଦେଖାଯିବା ଏଇ ଭିଡ଼ିଓଟା କେମିତି କ'ଣ ହେଉଛି। ଏଡ଼ିଟିଂଟା କରିବି, ଆଉ ଭିଡ଼ିଓ ସବୁ ମୋତେ ପାର୍ଟସ୍ ଖୋଜିବାକୁ ପଡ଼ିବ କେଉଁଠି କେଉଁଠି ରଖିଥିଲି। ମୁଁ ପୁଣି ଥରେ ଚାଲିଲି ଅନୁଗୁଳ ମୋର ପୁରୁଣା ହୋଲସେଲ୍ ବିଜନେସ୍ ଦେଖିବା ପାଇଁ। ବହୁତ ଦିନ ପରେ ଅନୁଗୁଳ ଆସିଛି। ଏ ହେଉଛି ଆମ ଗୁଡ୍ଡି। ଖୁସି ଲାଗୁନି? କିଛି ଲାଗୁନି କହ। ଏ କି ଅବସ୍ଥା? ସେଦିନ ତ ଷ୍ଟାର୍ଟ କରିଥିଲି ମୋର ନ୍ୟୁ ଷ୍ଟାର୍ଟଅପ୍, ମୋ ରିଟେଲ୍ କାଉଣ୍ଟର ରାଜଶ୍ରୀ ଗୋଲ୍ଡର। ଜଳି ପାଉଁଶ ହେଇଗଲା 4 ଲକ୍ଷ ଟଙ୍କାର ଜିନିଷ। କରେଣ୍ଟ ସର୍ଟ ସର୍କିଟ୍ରେ ଜଳିଗଲା ବହୁତ କିଛି। କ୍ୟାମେରା ଫ୍ୟାମେରା ସବ୍ କେଜାଣି କାହାର ନଜର ଲାଗିଗଲା ମୋର ଏହି ନୂତନ ବିଜନେସ୍ରେ।